ଅଗ୍ନି ଜ୍ୟୋତିରଃ ଶୁଳ୍କ ଷଣ୍ମାସା ଉତ୍ତରାୟଣମ୍ ତତ୍ର ତତ୍ର ପ୍ରୟାତା ଗଚ୍ଛନ୍ତି ବ୍ରହ୍ମ ବ୍ରହ୍ମ ବିଦୋ ଜନାଃ। ଯେଉଁ ମାର୍ଗରେ ଜ୍ୟୋତିର୍ମୟ ଅଗ୍ନି ଅଭିମାନୀ ଦେବତା, ଦିନର ଅଭିମାନୀ ଦେବତା, ଶୁକ୍ଳ ପକ୍ଷର ଅଭିମାନୀ ଦେବତା ଓ ଉତ୍ତରାୟଣର 6 ମାସର ଅଭିମାନୀ ଦେବତା ଅଛନ୍ତି, ମୃତ୍ୟୁ ପରେ ସେଇ ମାର୍ଗରେ ଯାଉଥିବା ବ୍ରହ୍ମବେତା ଯୋଗୀ ମାନେ ସେଇ ଦେବତା ମାନଙ୍କ ଦ୍ୱାରା କ୍ରମାନ୍ୱୟରେ ନିଆଯାଇ ବ୍ରହ୍ମକୁ ପ୍ରାପ୍ତ ହୁଅନ୍ତି। ଜ୍ୟୋତି ଓ ଅଗ୍ନି ଏହି ଦୁଇ ପଦ ଯେଉଁ ଦେବତାଙ୍କର ବାଚକ ତଥା ସେଇ ଦେବତାଙ୍କର ସ୍ୱରୂପ କଣ, ଉକ୍ତ ମାର୍ଗରେ ସେଇ ଦେବତା ମାନଙ୍କର କେତେ ଅଧିକାର ଥାଏ ଏବଂ ସେମାନେ ଏ ବିଷୟରେ କଣ କରନ୍ତି। ଏଠାରେ ଜ୍ୟୋତିପଦ ଅଗ୍ନିଙ୍କ ବିଶେଷଣ ଏବଂ ଅଗ୍ନିପଦ ଅଗ୍ନିର ଅଭିମାନୀ ଦେବତାଙ୍କର ବାଚକ। ଉପନିଷଦରେ ଏହି ଦେବତା ମାନଙ୍କୁ ଅର୍ଚି କୁହାଯାଇଛି। ଏହାଙ୍କ ସ୍ୱରୂପ ଦିବ୍ୟ ପ୍ରକାଶମୟ। ପୃଥିବୀ ଉପରେ ସମୁଦ୍ର ସಮೇତ ସକଳ ଦେଶରେ ଏହାଙ୍କର ଅଧିକାର ରହିଛି ତଥା ଉତ୍ତରାୟଣ ମାର୍ଗରେ ଯାଉଥିବା ଅଧିକାରୀ ମାନଙ୍କୁ ଦିନର ଅଭିମାନୀ ଦେବତାଙ୍କ ସହିତ ସମ୍ବନ୍ଧ କରାଇ ଦେବା ହିଁ ଏମାନଙ୍କ କାର୍ଯ୍ୟ। ଉତ୍ତରାୟଣ ମାର୍ଗରେ ଯାଉଥିବା ଯେଉଁ ଉପାସକ ରାତିରେ ଦେହ ତ୍ୟାଗ କରନ୍ତି, ତାଙ୍କୁ ସେ ରାତି ସାରା ନିଜ ଅଧିକାରରେ ରଖି ଦିନର ଉଦୟ ହେଲେ ଦିନର ଅଭିମାନୀ ଦେବତାଙ୍କୁ ସମର୍ପଣ କରି ଦିଅନ୍ତି ଏବଂ ଯିଏ ଦିନରେ ମରନ୍ତି ତାଙ୍କୁ ତୁରନ୍ତ ଦିନର ଅଭିମାନୀ ଦେବତାଙ୍କୁ ସମର୍ପଣ କରନ୍ତି। ଅହ ଶବ୍ଦ କେଉଁ ଦେବତାଙ୍କ ବାଚକ, ତାଙ୍କ ସ୍ୱରୂପ କଣ, ତାଙ୍କ ଅଧିକାର କେତେ ଦୂର ଏବଂ ସେ ଏ ବିଷୟରେ କଣ କରନ୍ତି। ଅହ ପଦଟି ଦିନର ଅଭିମାନୀ ଦେବତାଙ୍କର ବାଚକ। ଏହାଙ୍କ ସ୍ୱରୂପ ଅଗ୍ନି ଅଭିମାନୀ ଦେବତାଙ୍କ ଅପେକ୍ଷା ଅଧିକ ଦିବ୍ୟ ପ୍ରକାଶମୟ। ଯେତେ ଦୂର ପର୍ଯ୍ୟନ୍ତ ପୃଥିବୀ ଲୋକର ସୀମା ଅଛି, ଅର୍ଥାତ୍ ଯେତେ ଦୂର ପର୍ଯ୍ୟନ୍ତ ଆକାଶରେ ପୃଥିବୀର ବାୟୁମଣ୍ଡଳରେ ସମ୍ବନ୍ଧ ଅଛି, ସେତେ ଦୂର ପର୍ଯ୍ୟନ୍ତ ଏହାଙ୍କର ଅଧିକାର ରହିଛି ଏବଂ ଉତ୍ତରାୟଣ ମାର୍ଗରେ ଯାଉଥିବା ଉପାସକଙ୍କୁ ଶୁକ୍ଳ ପକ୍ଷର ଅଭିମାନୀ ଦେବତାଙ୍କ ସହିତ ସମ୍ବନ୍ଧ କରାଇ ଦେବା ହିଁ ଏହାଙ୍କର କାର୍ଯ୍ୟ। ଅଭିପ୍ରାୟ ଏହି ଯେ ଉପାସକ ଯଦି କୃଷ୍ଣ ପକ୍ଷରେ ମରନ୍ତି, ତେବେ ଶୁକ୍ଳ ପକ୍ଷ ଆସିବା ପର୍ଯ୍ୟନ୍ତ ତାଙ୍କୁ ନିଜ ଅଧିକାରରେ ରଖି ଏବଂ ଯଦି ଶୁକ୍ଳ ପକ୍ଷରେ ମରନ୍ତି ତେବେ ତୁରନ୍ତ ନିଜର ସୀମା ପର୍ଯ୍ୟନ୍ତ ନେଇଯାଇ ତାକୁ ଶୁକ୍ଳ ପକ୍ଷର ଅଭିମାନୀ ଦେବତାଙ୍କ ଅଧୀନ କରିଦିଅନ୍ତି। ଏଠାରେ ଶୁକ୍ଳ ପଦ କେଉଁ ଦେବତାଙ୍କ ବାଚକ, ତାଙ୍କ ସ୍ୱରୂପ କିପରି, ତାଙ୍କର ଅଧିକାର କେତେ ଦୂର ଏବଂ ତାଙ୍କର କାର୍ଯ୍ୟ କଣ। ପୂର୍ବ ପରି ଶୁକ୍ଳ ପଦଟି ମଧ୍ୟ ଶୁକ୍ଳ ପକ୍ଷାଭିମାନୀ ଦେବତାଙ୍କ ବାଚକ। ଏହାଙ୍କ ସ୍ୱରୂପ ଦିନର ଅଭିମାନୀ ଦେବତାଙ୍କ ଠାରୁ ମଧ୍ୟ ଅଧିକ ଦିବା ପ୍ରକାଶମୟ। ଭୂଲୋକର ସୀମା ବାହାରେ ଅନ୍ତରିକ୍ଷ ଲୋକରେ ଯେଉଁଠି ପଦର ଦିନ ଯାଏ ଦିନ ହୁଏ ଏବଂ ସେତିକି ସମୟ ରାତି ହୁଏ, ସେଇ ଲୋକ ପର୍ଯ୍ୟନ୍ତ ଏହାଙ୍କର ଅଧିକାର ରହିଛି ଏବଂ ଉତ୍ତରାୟଣ ମାର୍ଗରେ ଯାଉଥିବା ଅଧିକାରୀଙ୍କୁ ନିଜ ସୀମା ପାର କରାଇ ଉତ୍ତରାୟଣ ଅଭିମାନୀ ଦେବତାଙ୍କ ଅଧୀନ କରିଦେବା ହେଉଛି ଏହାଙ୍କ କାର୍ଯ୍ୟ।
ସାଧକ ଯଦି ଦକ୍ଷିଣାୟନରେ ଏହାଙ୍କର ଅଧିକାରକୁ ଆସନ୍ତି ତେବେ ଉତ୍ତରାୟଣ ଆସିବା ପର୍ଯ୍ୟନ୍ତ ତାଙ୍କୁ ନିଜ ଅଧିକାରରେ ରଖି ଏବଂ ଯଦି ଉତ୍ତରାୟଣରେ ଆସନ୍ତି ତେବେ ତାଙ୍କୁ ତୁରନ୍ତ ନିଜ ସୀମା ପାର କରାଇ ଏ ମଧ୍ୟ ଉତ୍ତରାୟଣ ଅଭିମାନୀ ଦେବତାଙ୍କୁ ସମର୍ପି ଦିଅନ୍ତି। ଷଡ଼ମାସା ଉତ୍ତରାୟଣମ୍ ପଦ କେଉଁ ଦେବତାଙ୍କ ବାଚକ, ତାଙ୍କ ସ୍ୱରୂପ କିପରି, ଅଧିକାର କେତେ ଦୂର ଓ କାମ କଣ? ଯେଉଁ 6 ମାସରେ ସୂର୍ଯ୍ୟ ଉତ୍ତର ଦିଗକୁ ଗତି କରନ୍ତି ସେହି 6 ମାସକୁ ଉତ୍ତରାୟଣ କହନ୍ତି। ଷଡ଼ମାସା ଉତ୍ତରାୟଣମ୍ ହେଉଛି ସେହି ଉତ୍ତରାୟଣ କାଳାଭିମାନୀ ଦେବତାଙ୍କର ବାଚକ। ଏହାଙ୍କର ସ୍ୱରୂପ ଶୁକ୍ଳ ପକ୍ଷାଭିମାନୀ ଦେବତାଙ୍କ ଅପେକ୍ଷା ଆହୁରି ଅଧିକ ଦିବ୍ୟ ପ୍ରକାଶମାନ। ଅନ୍ତରିକ୍ଷ ଲୋକ ଉପରେ ଯେଉଁଠି 6 ମାସ ଯାଏ ଦିନ ଓ ସେତିକି ସମୟ ଯାଏ ରାତି ହୁଏ ସେ ପର୍ଯ୍ୟନ୍ତ ଏହାଙ୍କର ଅଧିକାର ଥାଏ ଏବଂ ଉତ୍ତରାୟଣ ମାର୍ଗରେ ପରମ ଧାମକୁ ଯାଉଥିବା ଅଧିକାରୀଙ୍କୁ ନିଜ ସୀମା ପାର କରାଇ ଉପନିଷଦରେ ବର୍ଣ୍ଣିତ ଛାନ୍ଦୋଗ୍ୟ ତଥା ବୃହତାରଣ୍ୟକ ସମ୍ବତ୍ସରର ଅଭିମାନୀ ଦେବତାଙ୍କ ନିକଟରେ ପହଞ୍ଚାଇ ଦେବା ହେଉଛି ଏହାଙ୍କ କାର୍ଯ୍ୟ। ତାପରେ ସଂସାର ସମ୍ବତ୍ସରର ଅଭିମାନୀ ଦେବତା ତାଙ୍କୁ ସୂର୍ଯ୍ୟ ଲୋକରେ ପହଞ୍ଚାଇ ଦିଅନ୍ତି। ସେଠାରୁ ତାଙ୍କୁ କ୍ରମଶଃ ଆଦିତ୍ୟାଭିମାନୀ ଦେବତା, ଚନ୍ଦ୍ରାଭିମାନୀ ଦେବତାଙ୍କ ଅଧିକାରରେ ଏବଂ ଚନ୍ଦ୍ରାଭିମାନୀ ଦେବତା ବିଦ୍ୟୁତ ଅଭିମାନୀ ଦେବତାଙ୍କ ଅଧିକାରରେ ପହଞ୍ଚାଇ ଦିଅନ୍ତି। ଭଗବାନଙ୍କର ପାର୍ଷଦମାନେ ଭଗବାନଙ୍କ ପରମ ଧାମରୁ ଆସି ତାଙ୍କୁ ସେଠାରୁ ପରମ ଧାମକୁ ନେଇଯାଆନ୍ତି ଏବଂ ସେତେବେଳେ ତାଙ୍କର ଭଗବାନଙ୍କ ସହିତ ମିଳନ ହୋଇଯାଏ। ଧ୍ୟାନ ରଖିବା ଉଚିତ ଯେ ଏହି ବର୍ଣ୍ଣନାରେ ଆସିଥିବା ଚନ୍ଦ୍ର ଶବ୍ଦ ଆମକୁ ଦେଖାଯାଉଥିବା ଚନ୍ଦ୍ରାଲୋକର ଏବଂ ତାର ଅଭିମାନୀ ଦେବତାଙ୍କ ବାଚକ ନୁହେଁ। ଏଠାରେ ବ୍ରହ୍ମବିଦଃ ପଦ କେଉଁ ମନୁଷ୍ୟମାନଙ୍କର ବାଚକ? ଏଠାରେ ବ୍ରହ୍ମବିଦଃ ପଦଟି ହେଉଛି ନିର୍ଗୁଣ ବ୍ରହ୍ମତତ୍ତ୍ୱ ଜାଣିଥିବା ଅଥବା ସଗୁଣ ପରମେଶ୍ୱରଙ୍କର ଗୁଣ ପ୍ରଭାବ ତତ୍ତ୍ୱ ଓ ସ୍ୱରୂପକୁ ଶାସ୍ତ୍ର ଓ ଆଚାର୍ଯ୍ୟମାନଙ୍କ ଉପଦେଶ ଅନୁସାରେ ଶ୍ରଦ୍ଧାପୂର୍ବକ ପରୋକ୍ଷ ଭାବରେ ଜାଣିଥିବା ଉପାସକମାନଙ୍କର ତଥା ନିଷ୍କାମ ଭାବରେ କର୍ମ କରୁଥିବା କର୍ମଯୋଗୀମାନଙ୍କର ବାଚକ। ଏଠାରେ ବ୍ରହ୍ମବିଦ ପଦଟି ପରମ ବ୍ରହ୍ମ ପରମାତ୍ମାଙ୍କୁ ପାଇସାରିଥିବା ଜ୍ଞାନୀ ମହାତ୍ମା ମାନଙ୍କର ବାଚକ ନୁହେଁ, କାରଣ ସେମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଆନ୍ତି ବୋଲି କହିବା ଠିକ ହେବ ନାହିଁ। ଶ୍ରୁତିରେ ମଧ୍ୟ କୁହାଯାଇଛି ନ ତସ୍ୟ ପ୍ରାଣାହ୍ୟୁତକର୍ମତି ଅତ୍ରୈବ ସମବଲୀୟନ୍ତେ ବ୍ରହ୍ମେବ ସନ୍ ବ୍ରହ୍ମାପ୍ୟେତି, ଅର୍ଥାତ୍ ତାଙ୍କର ପ୍ରାଣ ତତ୍କ୍ରାନ୍ତିକୁ ପ୍ରାପ୍ତ ହୁଏ ନାହିଁ, ଶରୀରରୁ ବାହାରି ଅନ୍ୟତ୍ର ଯାଏ ନାହିଁ, ଏଠାରେ ହିଁ ଲୀନ ହୋଇଯାଆନ୍ତି। ସେ ବ୍ରହ୍ମ ହୋଇ ବ୍ରହ୍ମକୁ ପ୍ରାପ୍ତ ହୁଅନ୍ତି, ଯାହାକୁ ସଗୁଣ ପରମାତ୍ମାଙ୍କ ସାକ୍ଷାତକାର ହୋଇଯାଇଥାଏ। ସେପରି ଭକ୍ତ ଉପରୋକ୍ତ ମାର୍ଗରେ ଭଗବାନଙ୍କ ପରମ ଧାମକୁ ମଧ୍ୟ ପାଇପାରନ୍ତି ଅଥବା ଭଗବାନଙ୍କ ସ୍ୱରୂପରେ ଲୀନ ମଧ୍ୟ ହୋଇପାରନ୍ତି। ଏହା ତାଙ୍କ ରୁଚି ଉପରେ ନିର୍ଭର କରେ। ଏଠାରେ ବ୍ରହ୍ମ ଶବ୍ଦ କାହାର ବାଚକ ଏବଂ ତାଙ୍କୁ ପ୍ରାପ୍ତ ହେବା କଣ? ଏଠାରେ ବ୍ରହ୍ମ ଶବ୍ଦଟି ହେଉଛି ସଗୁଣ ପରମେଶ୍ୱରଙ୍କ ବାଚକ। ତାଙ୍କର କେବେ ନାଶ ନ ହେଉଥିବା ନିତ୍ୟ ଧାମରେ ପହଞ୍ଚି ଭଗବାନଙ୍କୁ ପ୍ରତ୍ୟକ୍ଷ କରିଦେବା ହିଁ ତାଙ୍କୁ ପ୍ରାପ୍ତ ହେବା।
ଏଠାରେ ସ୍ମରଣ କରିବା ଉଚିତ ଯେ ଏହି ବ୍ରହ୍ମଲୋକ ଏହି ଅଧ୍ୟାୟର 16 ଶ୍ଲୋକରେ ବର୍ଣ୍ଣିତ ପୁନରାବର୍ତ୍ତୀ ବ୍ରହ୍ମଲୋକ ନୁହେଁ। ଏହିପରି ଫେରି ନ ଆସିବା ମାର୍ଗର ବର୍ଣ୍ଣନା କରିସାରି ଯେଉଁ ମାର୍ଗରେ ଗଲେ ସାଧକମାନେ ପୁଣି ଫେରି ଆସନ୍ତି, ବର୍ତ୍ତମାନ ସେହି ମାର୍ଗର ବର୍ଣ୍ଣନା କରୁଛନ୍ତି। ଓಂ ନମଃ